ଆଉ କେହି ବି ୟୁଟ୍ୟୁବ୍ରୁ ଟଙ୍କାଟେ ବି ଇନକମ୍ କରିପାରିବେ ନାହିଁ। ମୁଁ ଜାଣିଛି ଏଇ ଖବର ଶୁଣିଲା ପରେ ଆପଣମାନଙ୍କୁ ମଧ୍ୟ ରାଗ ଲାଗୁଥିବ ଆଉ ଚିଡ଼ଚିଡ଼ା ମଧ୍ୟ ଲାଗୁଥିବ, କିନ୍ତୁ ଏଇଟା ହିଁ ସତ କଥା। ତ କାହିଁକି ୟୁଟ୍ୟୁବ୍ରୁ ଆଉ କେହି ବି ଇନକମ୍ କରିପାରିବେ ନାହିଁ, ତ ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ, ନିଶ୍ଚୟ ଜାଣିପାରିବେ। ତ ମୁଁ ହେଉଛି ଅଂଶୁ, ଆପଣ ଦେଖୁଛନ୍ତି ଗ୍ରାଜୁଏଟ୍ ବାଇ ଅଂଶୁର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ବର୍ତ୍ତମାନ କିଛି ଦିନ ତଳେ ଆପଣମାନେ ବି ଦେଖିଥିବେ କି ଟେଲିଗ୍ରାମର ଯିଏ ସିଇଓ ତାଙ୍କୁ ଆରେଷ୍ଟ କରି ନିଆଯାଇଛି। ତାହେଲେ ଏବେ ଟେଲିଗ୍ରାମ ମଧ୍ୟ ଭାରତରେ ବନ୍ଦ ହେଇଯିବାର ବହୁତ ବଡ଼ ଚାନ୍ସ ଅଛି। ଯଦି ଟେଲିଗ୍ରାମ, ଟିକଟକ୍ ସବୁକିଛି ବନ୍ଦ ହେଇଗଲାଣି, ଯଦି ୟୁଟ୍ୟୁବ୍ ମଧ୍ୟ ଭାରତରେ ବନ୍ଦ ହେଇଯିବ, ତାହେଲେ ୟୁଟ୍ୟୁବ୍ରୁ ବହୁତ କ୍ରିଏଟର୍ ଇନକମ୍ କରୁଛନ୍ତି ଆଜିକା ଡେଟ୍ରେ। ତ ସମସ୍ତଙ୍କର ଇନକମ୍ ସୋର୍ସ ବନ୍ଦ ହେଇଯିବାର ବହୁତ ଚାନ୍ସ ଅଛି। ତ ଷ୍ଟାର୍ଟିଂରୁ ଯେଉଁଟା ଆପଣମାନେ ଦେଖିଲେ କି ୟୁଟ୍ୟୁବ୍ରୁ ଇନକମ୍ କରିବା ବନ୍ଦ ହେଇଯିବ, ତା'ର ରିଜିନ୍ ହେଉଛି ଏଇଟା। ତ ମୋ ଭିଡ଼ିଓକୁ ବେଶୀ ଲଙ୍ଗ୍ କରୁନି, ଡାଇରେକ୍ଟ ପଏଣ୍ଟ ଉପରେ। ତ ଏଥିପାଇଁ ୟୁଟ୍ୟୁବ୍ରୁ କେହି ବି ଇନକମ୍ କରିପାରିବେ ନାହିଁ। କିନ୍ତୁ ତାହେଲେ କ'ଣ କରିବା ଉଚିତ? ବର୍ତ୍ତମାନ ଟାଇମ୍ରେ ୟୁଟ୍ୟୁବ୍ରୁ ଆମେ ବହୁତ କିଛି ଇନକମ୍ କରିପାରିବା ପଇସା। ଯେଉଁ ପଇସା ଇନକମ୍ କରିକି ଆମେ ଗୋଟେ ଅଫଲାଇନ୍ରେ ମଧ୍ୟ କୌଣସି ବିଜନେସ୍ରେ ମଧ୍ୟ ଆମେ ତାକୁ ୟୁଜ୍ କରିପାରିବା। ତ ସେଥିପାଇଁ କହୁଛି କି ସମସ୍ତେ ସୋସିଆଲ୍ ମିଡ଼ିଆରେ ଆଡ଼୍ ହୁଅନ୍ତୁ, ସୋସିଆଲ୍ ମିଡ଼ିଆରେ ପାର୍ଟିସିପେଟ୍ କରିକି ନିଜର ସ୍କିଲ୍କୁ ପ୍ରୋଭାଇଡ଼୍ କରନ୍ତୁ, ଆଉ କିଛି ପଇସା ମଧ୍ୟ ଇନକମ୍ କରନ୍ତୁ। କିନ୍ତୁ ସୋସିଆଲ୍ ମିଡ଼ିଆରେ କେବଳ ଆପଣମାନେ ସ୍ଥିର ହୁଅନ୍ତୁନି, ସେଇ ପଇସାରେ କିଛି ଅଫଲାଇନ୍ରେ ମଧ୍ୟ ଇନକମ୍ କରନ୍ତୁ। ଆଜିକା ଡେଟ୍ରେ ଓଡ଼ିଆରେ ମଧ୍ୟ ବହୁତ ଟେକ୍ନିକାଲ୍ କ୍ରିଏଟର୍ ଅଛନ୍ତି, ଯେମିତି ଆମର ୱାଇଏସ୍ ଦିଲ୍ଲୀପ ହୁଅନ୍ତୁ, ବହୁତ ବଡ଼ ବଡ଼ କ୍ରିଏଟର୍ ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ଏଇ ଟପିକ୍ରେ ଗୋଟେ ଭିଡ଼ିଓ କରିବା ଉଚିତ କି ଖାଲି ୟୁଟ୍ୟୁବ୍ରୁ, ଇନଷ୍ଟାରୁ, ଫେସବୁକ୍ରୁ, ଟେଲିଗ୍ରାମରୁ କେବଳ ଏଇ ସୋସିଆଲ୍ ମିଡ଼ିଆରୁ ଇନକମ୍ ନ କରିକି ସେଇ ପଇସାରେ ଅନ୍ୟ କିଛି ବି ଅଫଲାଇନ୍ ବିଜନେସ୍ ଷ୍ଟାର୍ଟ କରିବା ଉଚିତ। କାହିଁକିନା ୟୁଟ୍ୟୁବ୍ ଆଜିକା ଡେଟ୍ରେ ଆମ ପାଖରେ ଅଛି, ତ କାଲି ହୁଏତ ନଥାଇପାରେ। ତ ସେତେବେଳକୁ ନେଳି ଗୋଡ଼ କୋଣିକୁ ବହିଯାଇଥିବ। ତ ସେଥିପାଇଁ ସମସ୍ତଙ୍କୁ କହୁଛି, ଯିଏ ବି କ୍ରିଏଟର୍ ଅଛନ୍ତି ଆଉ ଯେଉଁମାନେ ବି ଅଡ଼ିଏନ୍ସ, ଯେଉଁମାନେ ଆପଣମାନେ ଯେମିତି ଆମ ଭିଡ଼ିଓ ଦେଖୁଛନ୍ତି, ଆପଣମାନେ ବି ଚାହିଁଲେ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ କ୍ରିଏଟ୍ କରନ୍ତୁ ଆଉ ସେଥିରୁ ଆଜି ଇନକମ୍ କରିବା ପାଇଁ ଚେଷ୍ଟା କରନ୍ତୁ। ହୁଏତ ଟାଇମ୍ ଲାଗିବ, କିନ୍ତୁ ସକ୍ସେସ୍ ମଧ୍ୟ ହେବେ। ଆଉ ସକ୍ସେସ୍ ହେଇସାରିଲା ପରେ ସେଇ ପଇସାକୁ ଉପଯୁକ୍ତ କାମରେ ବ୍ୟବହାର କରନ୍ତୁ। ନା ଯେ ଆସିଗଲା, ମୋ ପାଖରେ ପଇସା ଆସିଗଲା, ଦେନ୍ ଆଉ କିଛି ଦରକାର ନାହିଁ, ଏମିତି ଆମେ ଖର୍ଚ୍ଚ କରିବା, ଉଡ଼େଇଦେବା, ୟାକୁ ବି ମାଇଣ୍ଡରେ ରଖନ୍ତୁନି। କାରଣ ସେଇ ପଇସାରେ ଆପଣ ଛୋଟ ହେଉ ବଡ଼ ହେଉ ଯେକୌଣସି ବି ଇନକମ୍ ଆପଣମାନେ କରିପାରିବେ, ଗୋଟେ ଛୋଟ ମୋଟ ବିଜନେସ୍ ଥ୍ରୋରୁ ମଧ୍ୟ। କିନ୍ତୁ ସେଇ ପଇସାକୁ ଆଣିକି ଅଲଗା ଆଡ଼େ ମାନେ ଉଡ଼େଇଦେବା ତ ଭଲ କଥା ନୁହଁ। ଏଇଟା ମୋ ପାଇଁ ଠିକ୍ ଲାଗିଲାନି। ତ ସେଥିପାଇଁ ତ ମୁଁ ଏଇ ଟପିକ୍ରେ କେବେ ବି ଭିଡ଼ିଓ ଆଣିବାକୁ ଚାହୁଁନଥିଲି, କିନ୍ତୁ ବାଧ୍ୟ ହେଲି ଆଜି ଆଣିବା ପାଇଁ। ତ ସମସ୍ତଙ୍କୁ କହୁଛି, ଯେଉଁମାନେ ବି ଅଡ଼ିଏନ୍ସ ଆପଣମାନେ ଯେମିତି ଆମ ଭିଡ଼ିଓ ଦେଖୁଛନ୍ତି, ତ ସମସ୍ତେ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲନ୍ତୁ, ନିଜର ସ୍କିଲ୍କୁ ଦେଖାନ୍ତୁ, ଆଉ ନିଶ୍ଚିନ୍ତ ଆପଣମାନଙ୍କ ଚ୍ୟାନେଲ୍ ଗ୍ରୋ କରିବ। ତ ଗ୍ରୋ ହେଇସାରିଲା ପରେ ଯେଉଁ ମଣ୍ଟାଇଜ୍ ହେବ, ମଣ୍ଟାଇଜ୍କୁ ଯେଉଁ ପଇସା ଇନକମ୍ କରିବେ ତାକୁ ଗୋଟେ ଉପଯୁକ୍ତ ଲଗାନ୍ତୁ, ନିଜର ବିଜନେସ୍ ଥ୍ରୋରୁ ମଧ୍ୟ ଲଗାନ୍ତୁ। କାହିଁକିନା ବର୍ତ୍ତମାନ ଷ୍ଟେଜ୍ରେ ସୋସିଆଲ୍ ମିଡ଼ିଆରେ ବି ବହୁତ ସାରା ଏବେ ଆକାଉଣ୍ଟ ଦେଖିଥିବେ ଆପଣମାନେ, ୟୁଟ୍ୟୁବ୍ ଚ୍ୟାନେଲ୍ ଡିଲିଟ୍ ମଧ୍ୟ ହେଇଯାଉଛି। ଆଜି ଭିଡ଼ିଓ ପକାଇଥିବେ, କାଲି ଗଲାବେଳକୁ ସେ ଭିଡ଼ିଓକୁ ସର୍ଚ୍ଚରେ ଆଣିଲା ବେଳକୁ ଆଜି ଚ୍ୟାନେଲ୍ ହିଁ ଗାୟବ ହେଇଯାଉଛି। କାହିଁକିନା ସୋସିଆଲ୍ ମିଡ଼ିଆ ଏମିତି ଗୋଟେ ଜିନିଷ, ତାର ମନେକର ୟୁଟ୍ୟୁବ୍ ଆମେ ଭିଡ଼ିଓ ପକାଉଛୁ, କିନ୍ତୁ ଆମ ଭିଡ଼ିଓଟା ଅଡ଼ିଏନ୍ସମାନଙ୍କ ପାଖକୁ ପହଞ୍ଚିବା ପାଇଁ ୟୁଟ୍ୟୁବ୍ ଗୋଟେ ମାଧ୍ୟମ। ସିଏ କେତେ ଭିଡ଼ିଓ ମାନେ ଅଡ଼ିଏନ୍ସମାନଙ୍କୁ ପଠାଇବ, ରେସ୍ପଣ୍ଡ କେତେ କରିବେ, କେତେ ନାହିଁ, କେତେ ଇମ୍ପ୍ରେସନ୍ ହେବ ୟୁଟ୍ୟୁବ୍ ପଠାଇବ, ଆଉ ଅଡ଼ିଏନ୍ସ ତା'ଠାରୁ ଆମର କେତେ ଦେଖିବେ, ତ ସବୁକିଛି ୟୁଟ୍ୟୁବ୍ ଉପରେ ନିର୍ଭର କରୁଛି। ଆଉ ସେଥିପାଇଁ ସମସ୍ତେ କହନ୍ତି ୟୁଟ୍ୟୁବ୍ରୁ ଆମେ ଭିଡ଼ିଓ ବନେଇଦେବା ଆଉ ଇନକମ୍ କରିବା, ତ ଏଇଟା ଭୁଲ କଥା। ସମସ୍ତଙ୍କ ପାଇଁ ଏଇଟା ସମ୍ଭବ ନୁହଁ। ତାହେଲେ ଆଜି ୟୁଟ୍ୟୁବ୍ରେ ବହୁତ ସାରା ଚ୍ୟାନେଲ୍ ଅଛି। ଆପଣମାନେ ବି ଯେଉଁ ଭିଡ଼ିଓ ଆମର ଦେଖୁଛନ୍ତି, ଆପଣମାନେ ହିଁ ଗୋଟେ ଚ୍ୟାନେଲ୍ ତିଆରି କରିକି ହିଁ ଆମ ଭିଡ଼ିଓ ଦେଖୁଛନ୍ତି।
ତ ସେଥିପାଇଁ କହୁଛି ୟୁଟ୍ୟୁବରୁ ଇନକମ୍ କରିବା ଏତେ ବି ସହଜ ନୁହଁ, କିନ୍ତୁ ଏତେ ବି କଷ୍ଟ ନୁହଁ। କିନ୍ତୁ ୟୁଟ୍ୟୁବ ଇନକମ୍ କରିବା ପାଇଁ ଗୋଟେ ଧୈର୍ଯ୍ୟ ଦରକାର ଆଉ ଟାଇମ୍ ଦରକାର। ଆପଣଙ୍କ ପାଖରେ ଯଦି ଟାଇମ୍ ଅଛି ତ ୟୁଟ୍ୟୁବରୁ ଇନକମ୍ କରିପାରିବେ। ଆଉ ପେସେନ୍ସ ନିହାତି ଆବଶ୍ୟକ। କାହିଁକିନା ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟ ଆଜି ହିଁ କରିଦେବା ମାନେ ଆଜି ହିଁ ପୁରା ଭାଇରାଲ୍ ହେଇଯିବା ତା ବିଲକୁଲ ବି ନୁହଁ। ଟାଇମ୍ ଲାଗିବ କିଛି ଭିଡ଼ିଓ ପକାଇବେ। ଆଉ ଲକ୍ ମଧ୍ୟ ୟୁଟ୍ୟୁବରେ ବହୁତ ସାଥ ଦିଏ। କାହିଁକିନା ଆପଣଙ୍କର ସବୁ ଭିଡ଼ିଓରେ ଭ୍ୟୁଜ୍ ଆସିବ ତା ମାନେ ନୁହଁ। କାହିଁକିନା ୟୁଟ୍ୟୁବ ଇମ୍ପ୍ରେସନ୍ ପଠାଇଲେ ଭିଡ଼ିଓର ତାହେଲେ ଆପଣମାନେ ହିଁ ଆମ ଭିଡ଼ିଓକୁ ଦେଖିପାରିବେ, ନହେଲେ ସବସ୍କ୍ରାଇବ୍ କରିଥିବେ ଯଦି ଦେଖିବେ। ତ ସେଥିପାଇଁ ମୁଁ କହୁଛି ଯଦି ବି ମୋ ଚ୍ୟାନେଲକୁ କିଏ ବି ସବସ୍କ୍ରାଇବ୍ କରିନ ତ ସବସ୍କ୍ରାଇବ୍ କରିନିଅ। ତ ତାପରେ ଏଇଟା ହେଲା ଗୋଟେ କଥା, ଯେକୌଣସି ଭିଡ଼ିଓ କର ସିଏ ମାନେ ଆମର ଯେଉଁ କିଚେନ୍ ଉପରେ ଯେଉଁଟା ରୋଷେଇ ଭିଡ଼ିଓ ହଉ, ଯେକୌଣସି ନିଜର ସ୍କିଲ୍ ଯାହା ଅଛି ତାକୁ ଦେଖାଅ। ଆଉ ଆଲତୁ ଫାଲତୁ ଜିନିଷ ନ ଦେଖେଇକି ଯେଉଁଟା ମାନେ ଲୋକ କିଛି ତୁମ ଭିଡ଼ିଓରୁ ଶିଖିବେ ତ ସେଇଟା ଦେଖାଅ, ବହୁତ ବଢ଼ିଆ କଥା। ଯଦି ଏଜୁକେସନାଲ୍ ଚ୍ୟାନେଲ୍ ଖୋଲୁଛ ସେ ଆହୁରି ବଢ଼ିଆ। ତ ଏମିତି କିଛି କଥା ଏଇଟା ଥିଲା କି ଯଦି ବି ୟୁଟ୍ୟୁବ ଆଜିକାଲି ଡେଟ୍ରେ କ୍ରିଏଟର୍ ମାନେ ଯେଉଁ ଇନକମ୍ କରୁଛନ୍ତି ତାକୁ ଠିକ୍ ଉପଯୋଗ କରନ୍ତୁ। କାହିଁକିନା ମୋର ପାଖାପାଖି କିଛି ଚ୍ୟାନେଲ୍ ଥିଲା ଯେଉଁଟାକି ବର୍ତ୍ତମାନ ପରେ ଡିଲିଟ୍ ହେଇଯାଇଥିଲା। ତ ସେଥିପାଇଁ ମୁଁ କହୁଛି କି ଯାହା ବି କିଛି କରୁଛନ୍ତି ତ ସେଇଟା ଟିକେ ଭାବିଚିନ୍ତି କରନ୍ତୁ। ତ ଆଜି ପାଇଁ ଏତିକି। ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ରହୁଛି, ବାଏ।